ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଦଶ ବନ୍ଧୁ, ଶାମ୍ବ ଦଶମୀ ପୂଜା କାହିଁକି ପାଳନ କରାଯାଏ? ଶାମ୍ବ ଦଶମୀ ପୌଷ ମାସର ଦଶମୀ ତିଥିରେ ପାଳନ ହୁଏ। ସନ୍ତାନମାନଙ୍କର ଶୁଭ ମନାସି ମା ମାନେ ଏହି ଦିନକୁ ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତି। ଶାମ୍ବ ଯେ କି ଭଗବାନ ଶ୍ରୀକୃଷ୍ଣଙ୍କର ସନ୍ତାନ, ଯାହା ପାଇଁ ପ୍ରଥମେ ଶାମ୍ବ ଦଶମୀ ପୂଜାର ଆରମ୍ଭ ହୋଇଥିଲା। ଏହା ଓଡ଼ିଆ ଜାତିର ଏକ ବିଶେଷ ପର୍ବ ଅଟେ। ତେବେ ଚାଲନ୍ତୁ ଜାଣିବା କାହିଁକି ଏହି ଶାମ୍ବଙ୍କ ନାମରେ ଏହି ଶାମ୍ବ ଦଶମୀ ପାଳନ କରାଯାଏ। ଥରେ ଗୋପୀମାନେ ପୁଷ୍କରିଣୀରେ ଜଳ କ୍ରୀଡ଼ା କରୁଥିଲେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରିଥିଲେ। ଏହା ପ୍ରଭୁ ନାରଦ ଦେଖିଲେ ଓ ତାଙ୍କ ମନରେ ଏକ ଚିନ୍ତା ଆସିଲା। ସେ ଭଗବାନଙ୍କ ପୁତ୍ର ଶାମ୍ବଙ୍କ ପାଖକୁ ଆସିଲେ। ହେ ଶାମ୍ବ, ତୁମେ ଯାଅ, ତୁମକୁ ଗୋପୀ ନାରୀମାନେ ପୁଷ୍କରିଣୀରେ ଡାକୁଛନ୍ତି। ସେ ଏହା ଦେଖିବା ପାଇଁ କହିଲେ, କାରଣ ଶାମ୍ବ ତାଙ୍କୁ ସର୍ବଦା ତାଙ୍କୁ ଥଟ୍ଟା ଓ ମଜା ପରିହାସ କରନ୍ତି। ସେଥିପାଇଁ ସେ ରାଗରେ ତାଙ୍କୁ ସଜା ଦେବା ପାଇଁ ଚାହୁଁଥିଲେ। ଶାମ୍ବ ମଧ୍ୟ ଦେଖିବାକୁ ଅବିକଳ ଶ୍ରୀକୃଷ୍ଣଙ୍କ ପରି ଦେଖାଯାଆନ୍ତି। ସେହି ମୁହଁ, ସେହି ହାତ, ସେହି ସୌନ୍ଦର୍ଯ୍ୟ। ଶାମ୍ବ ଗୋପୀମାନଙ୍କ ସହ ଯାଇ ଜଳ କ୍ରୀଡ଼ା କରିବାକୁ ଲାଗିଲେ। ଗୋପୀମାନେ ମଧ୍ୟ ଶାମ୍ବଙ୍କୁ ଭଗବାନ ଶ୍ରୀକୃଷ୍ଣ ଭାବି ଜଳ କ୍ରୀଡ଼ା କରିବାକୁ ଲାଗିଲେ। ସମସ୍ତେ ଜଳ କ୍ରୀଡ଼ାର ଆନନ୍ଦ ନେଉଥାନ୍ତି। ସେତିକିବେଳେ ନାରଦ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ। ହେ ପ୍ରଭୁ, ସରିଗଲା, ସବୁ ସରିଗଲା। ପ୍ରଭୁ ପଚାରିଲେ, କଣ ହେଲା ନାରଦ? ନାରଦ କହିଲେ, ମୋ ସହ ଚାଲନ୍ତୁ। ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ସେହି ଦୃଶ୍ୟ ଦେଖାଇଲେ। ସେ ଏହି ଦୃଶ୍ୟ ଦେଖି ବହୁ ଲଜ୍ଜିତ ହେଲେ। ଗୋପୀମାନେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିଲେ, ସେମାନେ ଆଚମ୍ବିତ ହୋଇଗଲେ। ଗୋପୀମାନେ କହିଲେ, ହେ ପ୍ରଭୁ, ଯଦି ଆପଣ ଏଠାରେ ଅଛନ୍ତି, ତେବେ ଆମ ସହ ଏ କିଏ? ଏ କଣ ଶାମ୍ବ, ଆପଣଙ୍କ ପୁତ୍ର? ଏହା ବହୁତ ଭୁଲ କଥା। ତୁମେ ଜାଣିଶୁଣି ସବୁ ଏମିତି କଲ। ଆମେ ତୁମକୁ ଅଭିଶାପ ଦେଉଛୁ। ଯେଉଁ ଶରୀରରେ ତୁମେ ଆମ ସହ ଜଳ କ୍ରୀଡ଼ା କଲ, ସେହି ଶରୀରରେ ତୁମର କୁଷ୍ଠ ରୋଗ ହୋଇଯାଉ। ଏହାପରେ ଶାମ୍ବ କୁଷ୍ଠ ରୋଗରେ ପୀଡ଼ିତ ହେଲେ। ଏହି ତ୍ୱରାସାଦି ରୋଗରୁ ମୁକ୍ତି ପାଇବା ପାଇଁ ଶାମ୍ବ ଦୀର୍ଘ 12 ବର୍ଷ ଯାଏଁ ମର୍ତ୍ତ୍ୟରେ କୋଣାର୍କରେ ସୂର୍ଯ୍ୟଙ୍କର ପୂଜା କରୁଥିଲେ। ଏହି ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେବେଠାରୁ ଏହି ଦିନ ଶାମ୍ବ ଦଶମୀ ନାମରେ ପାଳନ କରାଯାଏ। ଶାମ୍ବ ଦଶମୀ ସୂର୍ଯ୍ୟନାରାୟଣଙ୍କର ପୂଜା କରିବାର ଏକ ବିଶେଷ ଦିନ ଅଟେ। ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି 3 ଧୂପରେ ପୂଜା କରାଯାଏ। ଶାମ୍ବ ଦଶମୀରେ ସମସ୍ତ ପରିବାକୁ ଏକତ୍ର କରି ତାକୁ ସବୁ ମିଶାଇ ଏକ ସ୍ୱତନ୍ତ୍ର ଘାଣ୍ଟ ପ୍ରସ୍ତୁତ ହୁଏ। ଏସବୁ ସୂର୍ଯ୍ୟ ନାରାୟଣଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ, ଯାହାକୁ ଓଡ଼ିଆ ଲୋକଙ୍କ ଭାଷାରେ ଘଡ଼ ଘଣ୍ଟା ତରକାରୀ କୁହାଯାଏ। ଏହି ଦିନ ମନ ମଧ୍ୟରେ ସଂକଳ୍ପ କରି ସୂର୍ଯ୍ୟ ନାରାୟଣଙ୍କୁ ପ୍ରାର୍ଥନା କରାଯାଏ। ବିଶେଷ କରି ନିଃସନ୍ତାନମାନେ ସନ୍ତାନ ପାଇ ସୂର୍ଯ୍ୟ ନାରାୟଣଙ୍କର ପୂଜା କରିଥାନ୍ତି। ତେବେ ଦର୍ଶକବନ୍ଧୁ, ଆପଣମାନଙ୍କୁ ଏହି ଶାମ୍ବ ଦଶମୀର କାହାଣୀ କିପରି ଲାଗିଲା ତଳେ ମୋତେ କମେଣ୍ଟ କରି ନିଶ୍ଚିନ୍ତ ଜଣାନ୍ତୁ। ଆଉ ଯଦି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।